ମାନେ ମୁଁ ତ ବିଜେଡିରୁ ରିଜାଇନ୍ ଦେଇଦେଇଥିଲି 5 ମାସ ହେଲାଣି ଏବଂ ତାପରେ ସାଧାରଣ ଲୋକଙ୍କ କାର୍ଯ୍ୟ ଏବଂ ସାଧାରଣ ଲୋକଙ୍କ ସାରା ଆଲୋଚନା କଲା ପରେ ତାଙ୍କର ମତାମତକୁ ନେଇକି ମୁଁ ପୁଣି ଆସି ବିଜେପିରେ ଜଏନ୍ କଲି। ବିଜେଡିର ଅସନ୍ତୁଷ୍ଟ ଥିଲେ କି? ନାଇଁ ନାଇଁ ସେମିତି ନାହିଁ। ମୁଁ କାରଣ ସେଦିନ ବି ମୁଁ ଯେଉଁଦିନ ରିଜାଇନ୍ ଦେଇଥିଲି ସେଦିନ ମଧ୍ୟ ମୁଁ କହିଥିଲି ଯେ ମୋର ଯଦି ରାଜନୈତିକ କ୍ୟାରିୟର କିଛି ହେଇଛି ଆଶୀର୍ବାଦ ନବୀନ ପଟ୍ଟନାୟକର ଥିଲା ଏବଂ ମୁଁ କୌଣସି ପ୍ରକାର ନେତାଙ୍କୁ ମଧ୍ୟ ଆକ୍ଷେପ କରି କିଛି ପଦବୀ କହିନଥିଲି। ଆଜି ବି ମଧ୍ୟ ମୋର ତାଙ୍କ ଉପରେ କୌଣସି ରାଗ ରୋଷ ନାହିଁ। ତେଣୁ ମୋତେ ମୁଁ ଗୋଟେ ଦଳର ବିରୋଧୀ ନେଇଥିଲି ଏବଂ ଆଉ ଗୋଟେ ନୂତନ ଦଳକୁ କାର୍ଯ୍ୟ ଯଦି ଦେଖିବା ଆପଣଙ୍କ ପିତା ଯିଏ ସେ ବିଜେଡି ଭଦ୍ରକର ଦାୟିତ୍ୱ ନେଇଥିବା ବେଳେ ଆପଣ କିନ୍ତୁ ସେଠୁ ଭାଡ଼ି ଶୁରୁ କରିଥିଲେ। ନାଇଁ ନାଇଁ ଭାଡ଼ି କେଉଁ ଦଳର କେବେ ଶୂନ ହୋଇନଥାଏ। ନିଶ୍ଚିତ ଭାଡ଼ିରେ ଆହୁରି ବହୁତ ଲୋକ ଅଛନ୍ତି। ତେଣୁ ଆମର ଚେଷ୍ଟା ରହିବ ଶୂନ କରିବା ପାଇଁ। କେତେ ଦିନ ଲାଗିବ ଆଉ ସେ ନା ଦିନ ନୁହଁ ପରିଶ୍ରମ କରିବାକୁ ପଡ଼ିବ। ଲୋକ ସେତିକି ପର୍ଯ୍ୟନ୍ତ ତ ଆମର ବିଶ୍ୱାସ ଆଣିବାକୁ ପଡ଼ିବ ଯେ ଆମେ ତୁମ ପାଇଁ କାମ କରିପାରିବୁ। ନା ନା କେଉଁ ଜାଗାରେ ମୋର ଯେତିକି ଜାଣିବାର ଅଛି କୌଣସି ଦଳ କେଉଁଠି ବି କେବେ ଶୂନ ହୁଏନି ଏବଂ ସମୟ ଅନୁସାରେ ସେ ପୁଣି ଉପରକୁ ଆସେ ତଳକୁ ଯାଏ। ଗଡ଼ ଭୁଷୁଡ଼ିବ ବୋଲି ମୁଁ କହିପାରିବିନି ଆଜ୍ଞା। ସମସ୍ତ ମତାମତକୁ ନେଇ କରିବା 30-40 ଜଣ ଆସିଛନ୍ତି। ଆକ୍ଚୁଆଲି ଯେଉଁଟା ମନମୋହନ ସାମଲ ମହୋଦୟ କହିଲେ ଆମର ଯେ ଭଦ୍ରକରେ କାଲି ଥିଲା ମିଶ୍ରଣ ଯେଉଁଟାରେ କି ପାଖାପାଖି 10,000 ଲୋକଙ୍କର ଆରେଞ୍ଜମେଣ୍ଟ ହେଇଥିଲା ଏବଂ ଯେହେତୁ ସେ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ସାଙ୍ଗରେ ଗଲେ କେଉଁଝର ତେଣୁ ସେ ନିର୍ଦ୍ଦେଶ ଦେଲେ ଯେ ଯଦି ଆଜି ତୁମେ ଆସିପାରିବ ତାହେଲେ ଆମେ ସେଥିପାଇଁ ପାଖାପାଖି 1000ରୁ 1500 ଲୋକ ଆସିଛୁ ଏବଂ 30ରୁ 40-50 ଭିତରେ ସରପଞ୍ଚ ପିଏସ୍ ମାନେ ହେବେ। ତେଣୁ ଆଗାମୀ ଦିନରେ ନିଶ୍ଚିତ ଭାବରେ ଯେତେବେଳେ ଆମେ ବ୍ଲକ୍ ୱାଇଜ୍ କରିବୁ ମୋର ଆଶା ନେତୃତ୍ୱ ମନମୋହନ ସାମଲଙ୍କୁ ଦେଖି ପ୍ରାୟ ସମସ୍ତେ ଯେଉଁ ଦଳରେ ଅଛନ୍ତି ସେମାନେ ମଧ୍ୟ ମୁଁ ତ ଏବେ ବିଜେପିର କାର୍ଯ୍ୟ ହିଁ କରିବି। କୋଉଟା ଖାଲି କିଛି ଆମେ ବିଜେଡ଼ିରେ ବି ମୋତେ କର୍ପୋରେସନ୍ କେବେ ମିଳିନଥିଲା। ତେଣୁ ଏଠି ଆଶା କରିବାଟା ବି ଠିକ୍ ନୁହେଁ। ନିଜ ନା ନା ଶୁଣନ୍ତୁ ଯଦି ମିଳେ ବୋଲି ତ ତାର କିଛି ଇଏ ନାହିଁ। ଅନଲିମିଟେଡ଼ ସେ ଜିନିଷ ଯଦି ମିଳେ ଧରିବୁ ଯେହେତୁ କହିଲେ ଆପଣ ସାଧାରଣ ଶୁଣନ୍ତୁ ଆପଣମାନେ ମଧ୍ୟ ଗୁଣିଜ୍ଞାନୀ ସମସ୍ତେ ଅଛନ୍ତି। ଆପଣମାନେ ଜାଣିଛନ୍ତି ଯଦି ବିରୋଧୀ ଦଳରେ ରହିବେ ଭତ୍ତାଟା କରିବା ପାଇଁ ଆମର ଯେଉଁ ଚେୟାରମ୍ୟାନ୍ ମାନେ ସିଏ ମଧ୍ୟ ଠିକ୍ ଭାବରେ ନିଜକୁ କନଫିଡେନ୍ସ ଭାବିଲେନି ଯେ ଆମେ ଲୋକଙ୍କ ପାଇଁ କାମ କରିପାରିବା। ଯେତେବେଳେ ଚେୟାରମ୍ୟାନ୍ ମାନେ ଉପଲବ୍ଧି କରିପାରିଲେନି ମୁଁ ତ ସାଧାରଣ ଲୋକଟେ ତେଣୁ ନିଶ୍ଚିତ ଭାବରେ ଦୌଡ଼ିବ ବୋଲି ଆଶା। କାରଣ ଆମର ତ ସେଇଠି ଆମର ସବୁଠୁ ପାୱାରଫୁଲ୍ ମନ୍ତ୍ରୀ ଆମର ସେଇଠି ପାୱାରଫୁଲ୍ ସଭାପତି ସେଇଠି। ତେଣୁ ଆମେ ଆଶା କରୁଛୁ ଯେତେବେଳେ କ୍ୟାବିନେଟ୍ ଏବଂ ସଂଗଠନର ଦୁଇ ମୁଖିଆ ଆମର ସେଇଠି ଅଛନ୍ତି ମୁଁ ନିଶ୍ଚିତ ଭାବରେ ଆଶା କରିବି ତାଙ୍କ ସାଙ୍ଗରେ। କାରଣ ମୁଁ ତ ଯେଉଁ କହିଲେ 2003ରୁ ମୁଁ ମେଣ୍ଟରରେ ଥିଲି ଏବଂ ଚେୟାରମ୍ୟାନ୍ ମଧ୍ୟ ଥିଲି। ସେଥିରେ ବିଜେପିର ମଧ୍ୟ ଭାଇସ୍ ଚେୟାରମ୍ୟାନ୍ ଥିଲେ ମୁଁ ମଧ୍ୟ ଚେୟାରମ୍ୟାନ୍ ଥିଲି। ନା ବାପା ଟିଭି ଦେଖି ସାରିଥିବେ।